ଦଳକୁ ଫେରିବେ ଏହି ତିନି ତୁଫାନି ବାଘ। ଭାରତ ପାଇଁ ବହୁତ ବଡ଼ ଖୁସି ଖବର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇଁ ଦୁଃଖ ଖବର। କାହିଁକିନା କମ୍ବ୍ୟାକ୍ କରିବାକୁ ଯାଉଛନ୍ତି ଭାରତର ସୁଇଂ କିଙ୍ଗ ଭୁବନେଶ୍ୱର କୁମାର, ମହମ୍ମଦ ସାମି ରହିଛନ୍ତି ଟିମ୍ରେ। ଆସନ୍ତା ସେପ୍ଟେମ୍ବର 27 ତାରିଖରୁ ଦିନିକିଆ ସିରିଜ୍ ଖେଳିବ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ। ଦେଖିବାକୁ ଗଲେ ଏହି ସିରିଜ୍ ପୂର୍ବରୁ ବିଶେଷଜ୍ଞମାନେ ଆଲୋଚନା କରୁଛନ୍ତି ଯେ କମ୍ବ୍ୟାକ୍ କରିବାକୁ ପୂର୍ବତନ ଖେଳାଳି ଦେଖିବାକୁ ଗଲେ ଭୁବନେଶ୍ୱର କୁମାର କମ୍ବ୍ୟାକ୍ କରିବାକୁ ଯାଉଛନ୍ତି। ଦୀର୍ଘ 2022 ମସିହାରେ ଶେଷ ପାଇଁ ଆନ୍ତର୍ଜାତିକ କ୍ରିକେଟକୁ ଖେଳିଥିଲେ ଏବଂ ତାପରେ ତାକୁ ବ୍ରେକ୍ ଦିଆଯାଇଥିଲା। ବ୍ରେକ୍ ନୁହେଁ, ଟିମ୍ରୁ ପୁରା କାଢ଼ି ଫୋପାଡ଼ି ଦିଆଯାଇଥିଲା। ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ବିଷୟରେ। ଭାରତୀୟ ଦଳ ଦେଖିବାକୁ ଗଲେ ସେପ୍ଟେମ୍ବର ମାସରେ ଖେଳିବ ଦିନିକିଆ ମ୍ୟାଚ୍। ଦିନିକିଆ ମ୍ୟାଚ୍ ଦେଖିବାକୁ ଗଲେ ରୋକୋ, ବିରାଟ ଏବଂ ରୋହିତ ଖେଳିବେ। ଭୁବନେଶ୍ୱର କୁମାର ମଧ୍ୟ କମ୍ବ୍ୟାକ୍ କରିପାରନ୍ତି। ମହମ୍ମଦ ସିରାଜ, ମହମ୍ମଦ ସାମି ରହିବେ ଦଳରେ। ଦେଖିବାକୁ ଗଲେ ସେମିତି ତ ମୋତେ ଲାଗୁଛି। ତେବେ ବହୁତ ଦିନ ପରେ କମ୍ବ୍ୟାକ୍ କରିବାକୁ ଯାଉଛନ୍ତି ଭୁବନେଶ୍ୱର କୁମାର। ସିଲେକ୍ସନ୍ କରିବା କମିଟି ଦେଖିବାକୁ ଗଲେ ଏମିତି ପଦକ୍ଷେପ ନେବାକୁ ଯାଉଛନ୍ତି। ତ ଫ୍ରେଣ୍ଡ, ଆପଣମାନେ ଦେଖନ୍ତୁ, RCB ପାଇଁ 2 ଥର ଲଗାତାର ଚାମ୍ପିଅନ୍ କରାଇବାର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଭୁବନେଶ୍ୱର କୁମାର ଏବଂ ତାଙ୍କୁ ଚୟନ କରିବା ଉଚିତ ନା ନାହିଁ ତାହା କମେଣ୍ଟରେ ନିଶ୍ଚୟ ଲେଖନ୍ତୁ। ଏବଂ ଆମର ଭିଡ଼ିଓଟି ଭଲ ଲାଗିଥିଲା ଲାଇକ୍ କରନ୍ତୁ। ଭିଡ଼ିଓଟି ଦେଖିଥିବାରୁ ଧନ୍ୟବାଦ।